ଆଜି ଆମ ପାଖରେ ଯେଉଁ ସବୁ ତଥ୍ୟର ଏକ ବିରାଟ ପାହାଡ଼ ଅଛି ତାହାକୁ ଦେଖିଲେ ଲାଗୁଛି ଯେମିତି ସମଗ୍ର ବିଶ୍ୱଟା ଗୋଟିଏ ରୋଲର କୋଷ୍ଟରରେ ବସିଛି। ହଁ, ସତ କଥା। ଆଜିର ତାରିଖ ହେଉଛି 23 ଫେବୃଆରୀ 2026 ଆଉ ଏହି ଗଭୀର ଆଲୋଚନା କାର୍ଯ୍ୟକ୍ରମକୁ ସ୍ୱାଗତ। ପାଣିପାଗ ରିପୋର୍ଟ, ରାଜନୀତି, ଓଡ଼ିଶାର ସ୍ଥାନୀୟ ଖବରଠାରୁ ଆରମ୍ଭ କରି ବିଜ୍ଞାନର ଏମିତି କିଛି ଆଶ୍ଚର୍ଯ୍ୟଜନକ ତଥ୍ୟ ଆଜି ଆମ ହାତରେ ଅଛି ଯାହା ପ୍ରକୃତରେ ମସ୍ତିଷ୍କକୁ ଖୋରାକ ଯୋଗାଇବ। ଏକଦମ। ଆମର ମିଶନ ଖୁବ୍ ସ୍ପଷ୍ଟ। ସୂଚନାର ଏହି ଭିଡ଼ ଭିତର କେବଳ ସେହି ଗୁରୁତ୍ୱପୂର୍ଣ୍ଣ କଥାଗୁଡ଼ିକୁ ବାହାର କରିବା ଯାହା ପ୍ରକୃତରେ ପ୍ରଭାବ ପକାଇଥାଏ। ଆଜିର ଦିନରେ ଘଟୁଥିବା ପରିବର୍ତ୍ତନଗୁଡ଼ିକ ବିଶ୍ୱସ୍ତରୀୟ ନୀତି ଉପରେ କିପରି ଛାପ ଛାଡ଼ୁଛି ତାହାର ଏକ ବିଶ୍ଳେଷଣ କରିବା ହେଉଛି ଆମର ମୂଳ ଲକ୍ଷ୍ୟ। ଆଉ ଏହି ବିଶ୍ଳେଷଣ ନିହାତି ଜରୁରୀ, କାରଣ ଆଜିର ଦୁନିଆରେ କୌଣସି ବି ଘଟଣା ଏକାକୀ ଘଟେ ନାହିଁ। ଆଜିର ରିପୋର୍ଟଗୁଡ଼ିକୁ ଯଦି ଆମେ ଏକାଠି ରଖି ଦେଖିବା, ଜଣାପଡ଼ିବ ଯେ ଗୋଟିଏ ଜାଗାରେ ପତ୍ରଟିଏ ହଲିଲେ ଅନ୍ୟ ଜାଗାରେ ଝଡ଼ ସୃଷ୍ଟି ହୋଇପାରେ। ସୂଚନା ପ୍ରବାହର ଏହି ଦୁନିଆରେ ଜଟିଳ ଘଟଣାଗୁଡ଼ିକୁ ସରଳ ଭାବେ ବୁଝିବାକୁ ଆମେ ପ୍ରୟାସ କରିବା। ଠିକ୍ କଥା। ଆସନ୍ତୁ ଏହାକୁ ଟେକିନିଖି ବିଶ୍ଳେଷଣ କରିବା ସବୁଠୁ ପାଖରୁ, ଆମ ନିଜ ପାଣିପାଗରୁ କଥା ଆରମ୍ଭ କରାଯାଉ। ଆଜି 23 ଫେବୃଆରୀରେ ପାଣିପାଗ ସ୍ଥିତି ଟିକେ ଅଜବ ଧରଣର ଅଛି। ଅଜବ ମାନେ କିଭଳି? ଭାରତ ମହାସାଗର ଏବଂ ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ ସୃଷ୍ଟି ହୋଇଛି, ଆଉ ସମୁଦ୍ର ପତନରୁ 5.8 କିଲୋମିଟର ଉପର ଯାଏଁ ଏକ ଘୂର୍ଣ୍ଣିବଳୟ ବ୍ୟାପିଛି। ଏହାର ପ୍ରଭାବରେ ଆଜି ଓଡ଼ିଶାର ବିଭିନ୍ନ ଜିଲ୍ଲା ଯେପରିକି ମାଲକାନଗିରି, କୋରାପୁଟ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ମୟୂରଭଞ୍ଜରେ ହାଲୁକା ବର୍ଷା ହେଉଛି କିମ୍ବା ହେବାର ସମ୍ଭାବନା ରହିଛି। ଆଚ୍ଛା। ପଡ଼ୋଶୀ ଛତିଶଗଡ଼ ଓ ବିଦର୍ଭ ଅଞ୍ଚଳରେ ମଧ୍ୟ ବର୍ଷା ହେଉଛି। କିନ୍ତୁ ପ୍ରକୃତ ଖେଳ ଆରମ୍ଭ ହେବ ଏହାର ଠିକ୍ ପରେ, ଅର୍ଥାତ୍ 25 ଫେବୃଆରୀ ବେଳକୁ ପାଗ ସମ୍ପୂର୍ଣ୍ଣ ଓଲଟିଯିବ। ତାପମାତ୍ରା ହଠାତ୍ 2-3 ଡିଗ୍ରୀ ବଢ଼ିଯିବ ଏବଂ ପ୍ରବଳ ଖରା ଅନୁଭୂତ ହେବ। ଗୋଟିଏ ପଟେ ବର୍ଷା ଓ କୋହଲା ପାଗ, ଆଉ ତା ପରଦିନ ସିଧା ପ୍ରଚଣ୍ଡ ଖରା। ଏହା କ'ଣ ସାଧାରଣ କଥା? ଏହାକୁ ସାଧାରଣ କହିବା ନିଶ୍ଚିତ ଭାବେ ଭୁଲ ହେବ। ଏଠାରେ ଆକର୍ଷଣୀୟ କଥାଟି ହେଉଛି, ଏହି ସ୍ଥାନୀୟ ପାଣିପାଗର ଲୁଚକାଳି ଖେଳକୁ ଯଦି ଆମେ ବିଶ୍ୱ ଜଳବାୟୁ ନୀତି ସହ ଯୋଡ଼ିବା, ତେବେ ଏକ ବଡ଼ ବିରୋଧାଭାସ ସାମ୍ନାକୁ ଆସିବ। ଗୋଟିଏ ପଟେ ପାଣିପାଗ ଏତେ ଅନିଶ୍ଚିତ ହୋଇପଡ଼ିଛି, ଅନ୍ୟପଟେ ଦେଶଗୁଡ଼ିକର ନୀତି ମଧ୍ୟ ପରସ୍ପର ବିରୋଧୀ। ପରସ୍ପର ବିରୋଧୀ? ଟିକେ ଖୋଲିକି କହିବେ? ଉଦାହରଣ ସ୍ୱରୂପ, କାର୍ବନ ବ୍ରିଫ୍ର ଏକ ରିପୋର୍ଟ ଆସିଛି ଯେ ଚୀନର କାର୍ବନ ନିର୍ଗମନ ଗତ 21 ମାସ ହେବ ସ୍ଥିର ରହିଛି କିମ୍ବା ଲଗାତାର କମିବାରେ ଲାଗିଛି। ଟିକେ ଅଟକିବେ। ସତରେ ଚୀନ ଭଳି ଏକ ବଡ଼ ଶିଳ୍ପଭିତ୍ତିକ ଦେଶ, ଯେ ଦୁନିଆର ସବୁଠୁ ବଡ଼ ଫ୍ୟାକ୍ଟ୍ରି ବୋଲି ଜଣାଶୁଣା, ତାର ନିର୍ଗମନ କମିବାଟା ଟିକେ ଆଶ୍ଚର୍ଯ୍ୟ ଲାଗୁନି କି? ଆପାତତଃ ଏହା ଆଶ୍ଚର୍ଯ୍ୟ ଲାଗିପାରେ, କିନ୍ତୁ ଏହା ପଛରେ ଏକ ବଡ଼ ଗାଠନିକ ପରିବର୍ତ୍ତନ ରହିଛି। ଚୀନ ଏବେ ପରିବହନ କ୍ଷେତ୍ରରେ ଇଲେକ୍ଟ୍ରିକ୍ ଯାନବାହନକୁ ବ୍ୟାପକ ଭାବେ ଆପଣାଉଛି, ନବୀକରଣଯୋଗ୍ୟ ଶକ୍ତି ବା ରିନ୍ୟୁଏବଲ୍ ଏନର୍ଜିର ବ୍ୟବହାର ବଢ଼ାଉଛି ଏବଂ ସିମେଣ୍ଟ ଭଳି ପ୍ରଦୂଷଣକାରୀ ଶିଳ୍ପରେ ମଧ୍ୟ ଉତ୍ପାଦନ କମାଇଛି, ଯାହା ବିଶ୍ୱ ପରିବେଶ ପାଇଁ ଏକ ସକାରାତ୍ମକ ଦିଗ। ତାହା ତ ନିଶ୍ଚୟ। ଫାଇଣ୍ଡିଂ ମୁଁ ପଢ଼ୁଥିଲି ସେ ବିଷୟରେ। ବିଲକୁଲ। ସେ ଏଣ୍ଡେଞ୍ଜରମେଣ୍ଟ ଫାଇଣ୍ଡିଂକୁ ବାତିଲ କରିଛନ୍ତି ଏବଂ ଯାନବାହନ ନିର୍ଗମନ ମାନକକୁ ମଧ୍ୟ ହଟାଇ ଦେଇଛନ୍ତି। ଏହି ଏଣ୍ଡେଞ୍ଜରମେଣ୍ଟ ଫାଇଣ୍ଡିଂଟା ପ୍ରକୃତରେ କ'ଣ? ସାଧାରଣ ଭାଷାରେ ଏହାର ଅର୍ଥ କ'ଣ ହେବ? ସରଳ ଭାବେ କହିଲେ, ଏହା ହେଉଛି ଏମିତି ଏକ ଆଇନଗତ ଆଧାର ଯାହା ସରକାରୀ ଭାବେ ପ୍ରମାଣ କରେ ଯେ ଗ୍ରୀନହାଉସ୍ ଗ୍ୟାସ୍ ମଣିଷର ସ୍ୱାସ୍ଥ୍ୟ ଏବଂ ପରିବେଶ ପାଇଁ ବିପଦଜନକ। ଏହି ବୈଜ୍ଞାନିକ ତଥ୍ୟକୁ ଆଧାର କରି ହିଁ କମ୍ପାନୀ କିମ୍ବା ଗାଡ଼ି ମୋଟର ଉପରେ କଡ଼ା କଟକଣା ଲଗାଯାଇପାରୁଥିଲା। ଆଚ୍ଛା, ତେବେ ଏବେ ଏହି ଆଧାରକୁ ହିଁ ବାତିଲ କରିଦେବା ଅର୍ଥ ହେଲା ପ୍ରଦୂଷଣ ନିୟନ୍ତ୍ରଣ କରିବାର ମୂଳଦୁଆକୁ ହିଁ ହଟାଇଦେବା। ଠିକ୍ କହିଲେ। ଯାହାଫଳରେ କମ୍ପାନୀଗୁଡ଼ିକ ଉପରେ ଆଉ ସେତେ କଟକଣା ରହିବ ନାହିଁ। ଆମେ ଏଠାରେ କୌଣସି ରାଜନୈତିକ ନିଷ୍ପତ୍ତିକୁ ଠିକ୍ ବା ଭୁଲ କହୁନାହୁଁ, କେବଳ ଦୁଇଟି ଦେଶ ମଧ୍ୟରେ ଥିବା ଏହି ବିରାଟ ବିରୋଧାଭାସକୁ ଦର୍ଶାଉଛୁ। ବୁଝିଲି। ଗୋଟିଏ ପଟେ ଚୀନ ନିୟମ କଡ଼ାକଡ଼ି କରି ପ୍ରଦୂଷଣ କମାଉଛି, ଆଉ ଅନ୍ୟପଟେ ଆମେରିକା ନିୟମ କୋହଳ କରୁଛି। ଆଉ ଏସବୁ ଭିତରେ ଆମ ଦେଶର ରାଜଧାନୀ ଦିଲ୍ଲୀ କଥା ଦେଖନ୍ତୁ। ହଁ, ସେଠି ତ ପ୍ରଦୂଷଣ ଏକ ବଡ଼ ସମସ୍ୟା। ସେଠାରେ CAQM ବା ବାୟୁ ଗୁଣବତ୍ତା ପରିଚାଳନା କମିଶନ ଶିଳ୍ପଗୁଡ଼ିକ ପାଇଁ ପ୍ରଦୂଷଣ ନିୟମକୁ ଅତ୍ୟନ୍ତ କଡ଼ାକଡ଼ି କରିଛନ୍ତି। ନୂଆ ନିୟମ ଅନୁଯାୟୀ କଳକାରଖାନାଗୁଡ଼ିକୁ ସେମାନଙ୍କ ପ୍ରଦୂଷଣ ମାତ୍ରାକୁ 50 ମିଲିଗ୍ରାମ ପର ନର୍ମାଲ କ୍ୟୁବିକ୍ ମିଟର ବା 50 mg NM3 ମଧ୍ୟରେ ସୀମିତ ରଖିବାକୁ ପଡ଼ିବ। ଏହି ସୀମା ବହୁତ କଡ଼ା ନିୟମ।
ବହୁତ ହି କଡ଼ା। ତେଣୁ କମ୍ପାନୀଗୁଡ଼ିକୁ ନିଜର ଚିମ୍ନିରେ ମୂଲ୍ୟବାନ ଫିଲ୍ଟର ଲଗାଇବାକୁ ପଡ଼ିବ, ନହେଲେ କାରଖାନା ବନ୍ଦ କରିବାକୁ ପଡ଼ିବ। ଏବେ ଭାବି ଦେଖନ୍ତୁ ଏହି ବିଶ୍ୱସ୍ତରୀୟ ଚିତ୍ରଟି କେତେ ଜଟିଳ। ସତରେ ବାମପନ୍ଥୀ ବିଚାରଧାରା ହେଉ କିମ୍ବା ଦକ୍ଷିଣପନ୍ଥୀ, ପ୍ରତ୍ୟେକ ନୀତିଗତ ନିଷ୍ପତ୍ତିର ଏକ ବାସ୍ତବ ପ୍ରଭାବ ଆମ ପରିବେଶ ଏବଂ ଅର୍ଥନୀତି ଉପରେ ପଡ଼ୁଛି। ତେଣୁ ଓଡ଼ିଶାରେ ଆଜି ହେଉଥିବା ବର୍ଷା କିମ୍ବା ଆସନ୍ତାକାଲିର ପ୍ରଚଣ୍ଡ ଖରା କେବଳ ଏକ ସାଧାରଣ ପାଣିପାଗ ଖବର ନୁହେଁ। ଏହା ପଛରେ ବିଶ୍ୱସ୍ତରୀୟ ନୀତି ନିର୍ଦ୍ଧାରଣର ଏକ ଅଦୃଶ୍ୟ ହାତ ରହିଛି। ଏହି କଥାଟି ପ୍ରକୃତରେ ଚିନ୍ତା କରିବା ଭଳି। ଆଉ ଯଦି ଆମେ ଏହି ପରିବର୍ତ୍ତନଗୁଡ଼ିକୁ ବିଶ୍ୱ ଅର୍ଥନୀତି ଏବଂ ବାଣିଜ୍ୟ ସହିତ ଯୋଡ଼ିବା, ତେବେ ସେଠାରେ ମଧ୍ୟ ସମାନ ଅସ୍ଥିରତା ଦେଖିବାକୁ ମିଳିବ। କିପରି? ଉଦାହରଣ ସ୍ୱରୂପ, ଆମେରିକାରେ ଟ୍ରମ୍ପ ଏବେ 15% ଗ୍ଲୋବାଲ ଇମ୍ପୋର୍ଟ ଟ୍ୟାରିଫ୍ ବା ବିଶ୍ୱ ଆମଦାନୀ ଶୁଳ୍କ ଲାଗୁ କରିବାକୁ ଚାହୁଁଛନ୍ତି। ଆଉ ସବୁଠାରୁ ରୋଚକ କଥା ହେଲା, ଆମେରିକାର ସୁପ୍ରିମକୋର୍ଟଙ୍କ ଏକ ବିଶେଷ ରାୟ ଆସିବା ସତ୍ତ୍ୱେ ମଧ୍ୟ ସେ ଭାରତ ସହିତ ଥିବା ବାଣିଜ୍ୟ ଚୁକ୍ତିକୁ ପୁନର୍ବିଚାର କରିବା କଥା ଉଠାଇଛନ୍ତି। ଆଚ୍ଛା। ମାନେ ବାଣିଜ୍ୟ ଚୁକ୍ତିକୁ ନେଇ ସେ ସିଧାସଳଖ ଚାହୁଁଛନ୍ତି ଯେ ଏହା ଆମେରିକା ପାଇଁ ଅଧିକ ଲାଭଦାୟକ ହେଉ। ହଁ, ଯାହାଫଳରେ ବିଶ୍ୱ ବଜାରରେ ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଛି। ଯଦି ଆମେ ଏହି ଅର୍ଥନୈତିକ ବିବାଦକୁ ବୃହତ୍ତର ଭୂରାଜନୈତିକ ପୃଷ୍ଠଭୂମି ସହିତ ଯୋଡ଼ିବା, ତେବେ ପରିସ୍ଥିତି ଆହୁରି ଗମ୍ଭୀର ମନେ ହୁଏ। ଏବେ ଦୁନିଆରେ ବିଭିନ୍ନ କୋଣରେ ଅଶାନ୍ତି ଲାଗି ରହିଛି। ଯେମିତିକି ଆମ ପଡ଼ୋଶୀ ଅଞ୍ଚଳରେ। ହଁ, ପାକିସ୍ତାନ ଦ୍ୱାରା ଆଫଗାନିସ୍ତାନର ଖୋଷ୍ଟ ଏବଂ ପାକ୍ତିକା ପ୍ରଦେଶ ଭଳି ଅଞ୍ଚଳରେ ଏୟାର ଷ୍ଟ୍ରାଇକ୍ ବା ବିମାନ ଆକ୍ରମଣ କରାଯାଇଥିବା ରିପୋର୍ଟ ଆସୁଛି। ଅନ୍ୟପଟେ ଇରାନ ପକ୍ଷରୁ ଏକ ଅଭାବନୀୟ ପଦକ୍ଷେପ ନିଆଯାଇଛି। ଇରାନ କ'ଣ କଲା? ସେମାନେ ୟୁରୋପୀୟ ୟୁନିୟନର ନୌସେନା ଓ ବାୟୁସେନାକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛନ୍ତି। ଆମେ କେବଳ ଏହି ଘଟଣାଗୁଡ଼ିକୁ ନିରପେକ୍ଷ ଭାବେ ରିପୋର୍ଟ କରୁଛୁ, କିନ୍ତୁ ଭାବିବା କଥା ହେଉଛି ଯେ ଯେତେବେଳେ ଦେଶଗୁଡ଼ିକ ମଧ୍ୟରେ ଏତେ ମାତ୍ରାରେ ତିକ୍ତତା ରହୁଛି, ତାହା କିପରି ଯୋଗାଣ ଶୃଙ୍ଖଳା ଏବଂ ସେୟାର ବଜାରରେ ବିରାଟ ଅସ୍ଥିରତା ସୃଷ୍ଟି କରିବ। ମାନେ ସାରା ଦୁନିଆ ଗୋଟିଏ ବାରୁଦ ଗଦା ଉପରେ ବସିଲା ଭଳି ଲାଗୁଛି। ଆଉ ଏହି ବିଶ୍ୱସ୍ତରୀୟ ଅସ୍ଥିରତା ଭିତରେ ଆମ ଭାରତର ଆଭ୍ୟନ୍ତରୀଣ ରାଜନୀତି ମଧ୍ୟ ଜୋରସୋରରେ ଚାଲିଛି। ହଁ, ନିର୍ବାଚନ ମାହୋଲ ତ ଗରମ ଅଛି। ବର୍ତ୍ତମାନ 5ଟି ରାଜ୍ୟ କେରଳ, ତାମିଲନାଡୁ, ପୁଡୁଚେରୀ, ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ପ୍ରସ୍ତୁତି ଚାଲିଛି। ଜାତୀୟ ନିର୍ବାଚନ କମିଶନ ମଧ୍ୟ 25ରୁ 27 ଫେବୃଆରୀ ମଧ୍ୟରେ ତାମିଲନାଡୁ ଓ ପୁଡୁଚେରୀ ଗସ୍ତ କରୁଛନ୍ତି। ନିର୍ବାଚନ ସମୟରେ ହେଉଥିବା ବିପୁଳ ଖର୍ଚ୍ଚ ଏବଂ ବାହାର ଦୁନିଆର ବାଣିଜ୍ୟ ଶୁଳ୍କ ବୃଦ୍ଧି, ଏ ଉଭୟ ମିଶି ଅର୍ଥନୀତି ଉପରେ ଏକ ବଡ଼ ଚାପ ପକାଇବାକୁ ଯାଉଛନ୍ତି। ସେଇଟା ତ ସ୍ୱାଭାବିକ କଥା। ନିର୍ବାଚନ ସମୟରେ ସରକାରମାନେ ସାଧାରଣତଃ ନୂଆ ଉନ୍ନୟନମୂଳକ ଯୋଜନା ଓ ଲୋକାଭିମୁଖୀ ପଦକ୍ଷେପ ଘୋଷଣା କରନ୍ତି। କିନ୍ତୁ ବାହାରର ଅସ୍ଥିରତା ଭିତରେ ଏହି ଯୋଜନାଗୁଡ଼ିକୁ ସଫଳତାର ସହ ଲାଗୁ କରିବା ଏକ ବଡ଼ ଆହ୍ୱାନ ହୋଇଯାଏ। ଏହାର ସିଧାସଳଖ ପ୍ରଭାବ ସାଧାରଣ ନାଗରିକଙ୍କ ପକେଟ ଉପରେ ପଡ଼ିଥାଏ। ଏହି ଯୋଜନା ଏବଂ ଉନ୍ନୟନମୂଳକ କଥାରୁ ମୋର ମନେ ପଡ଼ିଲା, ଯଦି ଆମେ ଦେଶ ଓ ବିଦେଶର କଥା ଛାଡ଼ି ନିଜ ରାଜ୍ୟ ଓଡ଼ିଶାର ବିକାଶ ଚିତ୍ର ଉପରେ ନଜର ପକାଇବା, ଅନେକ ନୂଆ ଘୋଷଣା ଶୁଣିବାକୁ ମିଳୁଛି। ବଜେଟ୍ ଏବଂ ଘୋଷଣାଗୁଡ଼ିକୁ ଦେଖିଲେ ଲାଗୁଛି ଯେମିତି ବିକାଶରେ ଏକ ନୂଆ ପର୍ବ ଆରମ୍ଭ ହେବାକୁ ଯାଉଛି। କିଛି ଉଦାହରଣ ଦେବେ? ହଁ, ଯେମିତି ଜଗତସିଂହପୁର ଜିଲ୍ଲାରେ ଏକ ନୂତନ ବିଶ୍ୱବିଦ୍ୟାଳୟ ଏବଂ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ସେହିପରି ଟାଟା ଟେକ୍ନୋଲୋଜି ସହଯୋଗରେ ରାଜ୍ୟର 22ଟି ITIର ଉନ୍ନତିକରଣ କରାଯାଉଛି, ଯାହାଦ୍ୱାରା ପିଲାମାନେ ଅତ୍ୟାଧୁନିକ ତାଲିମ ପାଇପାରିବେ। ଆଉ ସବୁଠୁ ବଡ଼ କଥା ହେଲା, ଆଜି ଅର୍ଥାତ୍ 23 ଫେବୃଆରୀରେ ସୁଭଦ୍ରା ଯୋଜନାର ଅର୍ଥ ସିଧାସଳଖ ହିତାଧିକାରୀ ମହିଳାମାନଙ୍କ ବ୍ୟାଙ୍କ ଖାତାକୁ ଯାଉଛି। ଏଗୁଡ଼ିକ ଶୁଣିବାକୁ ତ ବହୁତ ସକାରାତ୍ମକ ଲାଗୁଛି। ସେଟା ଗୋଟିଏ ଦିଗ, କିନ୍ତୁ ଏହାର ଅନ୍ୟ ଏକ ବାସ୍ତବ ଚିତ୍ର ମଧ୍ୟ ଅଛି, ଯାହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ସୃଷ୍ଟି କରୁଛି। ନିକଟରେ ବିଧାନସଭାରେ ଉପମୁଖ୍ୟମନ୍ତ୍ରୀଙ୍କର ଏକ ଲିଖିତ ବିବୃତ୍ତି ଆସିଛି, ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେବାକୁ କରୁଥିଲା। କ'ଣ ଥିଲା ସେହି ବିବୃତ୍ତିରେ? ରିପୋର୍ଟ ଅନୁଯାୟୀ ଆମ ରାଜ୍ୟର ମୋଟ 74,224ଟି ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟରୁ ପ୍ରାୟ 19,145ଟି କେନ୍ଦ୍ରର ନିଜସ୍ୱ କୋଠା ନାହିଁ। ବାପ୍ରେ, ଏତେ ବଡ଼ ସଂଖ୍ୟା! ହଁ, ଭାବି ଦେଖନ୍ତୁ, ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ 1,701 ଏବଂ କଟକରେ 1,310ଟି କେନ୍ଦ୍ର ବିନା ନିଜସ୍ୱ କୋଠାରେ ଚାଲିଛି। ମାନେ ଛୋଟ ଛୋଟ ପିଲାମାନେ ଭଡ଼ା ଘରେ କିମ୍ବା ଖୋଲା ଆକାଶ ତଳେ ବସିବାକୁ ବାଧ୍ୟ ହେଉଛନ୍ତି। ଏବେ ଏହାକୁ ଅନ୍ୟ ଏକ ଖବର ସହ ତୁଳନା କରନ୍ତୁ। ନୂଆଦିଲ୍ଲୀରେ ଚାଲିଥିବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସମ୍ମିଳନୀରେ ପ୍ରସ୍ତାବ ଆସୁଛି ଯେ ଓଡ଼ିଶାକୁ ଦେଶରେ ଏକ ପ୍ରମୁଖ AI ହବ୍ କରାଯିବା। ଏହା ତ ଏକ ବିରାଟ ବଡ଼ ବିରୋଧାଭାସ।
ମାନେ ଗୋଟିଏ ପଟେ ଆମେ ସ୍ୱପ୍ନ ଦେଖୁଛେ ଯେ ଆମର ଯୁବପିଢ଼ି ଭବିଷ୍ୟତରେ ଏଆଇ କ୍ଷେତ୍ରରେ ବିଶ୍ୱସ୍ତରରେ ନେତୃତ୍ୱ ନିଅନ୍ତୁ, କିନ୍ତୁ ଅନ୍ୟପଟେ ସେହି ଭବିଷ୍ୟତର ନାଗରିକମାନଙ୍କର ମୂଳଦୁଆ ପଡ଼ୁଥିବା ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ଅବସ୍ଥା ଏପରି, ଯଦି ପିଲାଦିନରୁ ଏକ ନିରାପଦ ଛାତ ଏବଂ ସଠିକ୍ ପରିବେଶ ନ ମିଳେ, ତେବେ ସେମାନେ ବଡ଼ ହୋଇ ଏଆଇ ହବର ଫାଇଦା କିପରି ଉଠାଇବେ? ଠିକ୍ କହିଲେ। କେବଳ କିଛି ହାତଗଣନ୍ତି ସହରାଞ୍ଚଳ ପିଲା ହିଁ ଏହାର ଲାଭ ନେଇପାରିବେ, ଆଉ ଗ୍ରାମାଞ୍ଚଳର ପିଲାମାନେ ପଛରେ ପଡ଼ିଯିବେ। ଟେକ୍ନୋଲୋଜିର ଉନ୍ନତି ଦରକାର, କିନ୍ତୁ ମୌଳିକ ସୁବିଧାର ସମାଧାନ ନ ହେଲେ ବିକାଶର ଲାଭ ସମସ୍ତଙ୍କ ପାଖରେ ପହଞ୍ଚିପାରିବ ନାହିଁ। ଯଦିଓ ମୌଳିକ ଭିତ୍ତିଭୂମିର ଅଭାବ ରହିଛି, ତଥାପି ଆମର ମାନବ ସମ୍ବଳ ଏବଂ ପ୍ରତିଭା କୌଣସି ଗୁଣରେ କମ୍ ନୁହନ୍ତି। ଏହାର ସବୁଠାରୁ ବଡ଼ ଉଦାହରଣ ଆମେ କ୍ରୀଡ଼ା ଜଗତରେ ଦେଖିବାକୁ ପାଉଛେ। ଆଚ୍ଛା, କ୍ରୀଡ଼ା ଜଗତରୁ କ'ଣ ଖବର ଅଛି? ଆଗାମୀ ନରୱେ ଚେସ୍ 2026ରେ ଭାରତରୁ 4 ଜଣ ତାରକା ଖେଳାଳି ଭାଗ ନେଉଛନ୍ତି। ସେମାନେ ହେଲେ ଗୁକେଶ, ପ୍ରଜ୍ଞାନନ୍ଦ, କୋନେରୁ ହମ୍ପି ଏବଂ ଦିବ୍ୟା ଦେଶମୁଖ। ଏହା ସହିତ ହକିରେ ମଧ୍ୟ ଆମ ଓଡ଼ିଶା ପାଇଁ ଏକ ଗର୍ବର ମୁହୂର୍ତ୍ତ ଆସିଛି। ଖେଳିବାକୁ ଯାଇ ଆମ ସୁନ୍ଦରଗଡ଼ ମାଟିର ପ୍ରତିଭାବାନ ଖେଳାଳି ରୋଶନ କୁଜୁର ସିନିୟର ଟିମ୍ରେ ନିଜର ପଦାର୍ପଣ କରିଛନ୍ତି। ବିନା ଭିତ୍ତିଭୂମିରେ ବି ଯେତେବେଳେ ପ୍ରତିଭା ଫୁଟି ଉଠେ, ତାହା ଦେଖିବାକୁ ଖୁବ୍ ଭଲ ଲାଗେ। ନିଶ୍ଚିତ ଭାବେ କ୍ରୀଡ଼ା ଜଗତରେ ଏହି ସଫଳତା ପ୍ରକୃତରେ ପ୍ରେରଣାଦାୟକ। ଆଉ ଏବେ ଯଦି ଆମେ ଦୃଷ୍ଟି ଟିକେ ଉପରକୁ ଅର୍ଥାତ୍ ମହାକାଶ ଆଡ଼କୁ ପକାଇବା, ତେବେ ସେଠାରେ ଘଟୁଥିବା ଘଟଣାଗୁଡ଼ିକ କୌଣସି ସାଇନ୍ସ ଫିକ୍ସନ ସିନେମାଠାରୁ କମ୍ ନୁହେଁ। ମହାକାଶରେ କ'ଣ ନୂଆ ଘଟିଲାନି? ବୈଜ୍ଞାନିକମାନେ ଆଣ୍ଡ୍ରୋମେଡା ଗ୍ୟାଲେକ୍ସିରେ ଥିବା ଏକ ବିଶାଳକାୟ ତାରାକୁ ନେଇ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ତାରାର ନାମ ଥିଲା M31 2014 DS1 ଏବଂ ଏହା ଆମ ସୂର୍ଯ୍ୟଠାରୁ ପ୍ରାୟ 1 ଲକ୍ଷ ଗୁଣ ଅଧିକ ଉଜ୍ଜ୍ୱଳ ଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, କୌଣସି ସୁପରନୋଭା ବିସ୍ଫୋରଣ ବିନା ହିଁ ଏହି ତାରାଟି ହଠାତ୍ ଅଦୃଶ୍ୟ ହୋଇଯାଇଛି। ଟିକେ ରହନ୍ତୁ, ସୁପରନୋଭା ବିସ୍ଫୋରଣ ମାନେ କ'ଣ? ଆଉ ଗୋଟେ ସୂର୍ଯ୍ୟଠାରୁ ଲକ୍ଷେ ଗୁଣ ବଡ଼ ତାରା ଏମିତି କେମିତି ହଠାତ୍ ଉଭେଇଯିବ? କେହି ସୁଇଚ୍ ବନ୍ଦ କଲା ଭଳି? ହଁ, ଠିକ୍ ସେମିତି ହିଁ ଘଟିଛି। ସାଧାରଣତଃ ଗୋଟିଏ ବଡ଼ ତାରା ଯେତେବେଳେ ମରିଯାଏ କିମ୍ବା ତାହାର ଇନ୍ଧନ ଶେଷ ହୋଇଯାଏ, ସେତେବେଳେ ସେଥିରେ ଏକ ଭୟଙ୍କର ବଡ଼ ବିସ୍ଫୋରଣ ହୁଏ, ଯାହାକୁ ସୁପରନୋଭା କୁହାଯାଏ। ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥାଏ ଯେ ତାହାର ଆଲୋକ ବହୁତ ଦୂରରୁ ଦେଖାଯାଏ। କିନ୍ତୁ ଏହି ତାରାଟି କ୍ଷେତ୍ରରେ କୌଣସି ବିସ୍ଫୋରଣ ହେଲା ନାହିଁ। ତାହେଲେ ସେ ଗଲା କୁଆଡ଼େ? ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ଯେ ଏହା ସିଧାସଳଖ ଏକ ବ୍ଲାକ୍ ହୋଲ୍ ବା କୃଷ୍ଣ ଗହ୍ୱରରେ ପରିଣତ ହୋଇଯାଇଛି। ମହାକାଶରେ ଏମିତି ନୀରବରେ ଏକ ତାରାର ମୃତ୍ୟୁ ହେବା ଏକ ବିରଳ ଘଟଣା, ଯାହା ବର୍ତ୍ତମାନ ପ୍ରମାଣିତ ହୋଇଛି। ଆଉ ଏହାଛଡ଼ା ଦ୍ୱିତୀୟ ଆଶ୍ଚର୍ଯ୍ୟଜନକ ଖବରଟି ଟେକ୍ନୋଲୋଜି ଦୁନିଆରୁ ଆସିଛି। କ'ଣ ସେଇ ଖବର? ମାଇକ୍ରୋସଫ୍ଟର ଗବେଷକମାନେ ମାତ୍ର 2 ମିଲିମିଟର ମୋଟେଇର ଏକ କାଚ ପ୍ଲେଟ୍ରେ ଲେଜର ରଶ୍ମି ସାହାଯ୍ୟରେ ଶହ ଶହ ସ୍ତରର 3D ପିକ୍ସେଲ ତିଆରି କରି ପ୍ରାୟ 4.8 ଟେରାବାଇଟ୍ ଡାଟା ଷ୍ଟୋର କରିବାରେ ସଫଳ ହୋଇଛନ୍ତି। କାଚ ପ୍ଲେଟ୍ରେ? ସତରେ? ହଁ, ଆଉ ସବୁଠୁ ରୋମାଞ୍ଚକର କଥା ହେଲା, ଏହି କାଚରେ ଷ୍ଟୋର ହୋଇଥିବା ଡାଟା ପ୍ରାୟ 10,000 ବର୍ଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁରକ୍ଷିତ ରହିପାରିବ। ବାପରେ! ମାନେ ଆମେ ଯେଉଁ ପେନ୍ଡ୍ରାଇଭ୍ କିମ୍ବା ହାର୍ଡ ଡିସ୍କ ବ୍ୟବହାର କରୁଛୁ, ତାହା ତ 2-4 ବର୍ଷରେ ଖରାପ ହୋଇଯାଉଛି। କିନ୍ତୁ ଏହି ଛୋଟ କାଚ ଖଣ୍ଡଟି 10,000 ବର୍ଷ ଯାଏଁ ରହିବ, ଯଦି ଆମେ ଏହାକୁ ତଳେ ପକାଇ ନ ଭାଙ୍ଗିଦେଉ। ଏହା ପ୍ରକୃତରେ ମଣିଷ ଜ୍ଞାନକୁ ସାଇତି ରଖିବାର ଏକ ଅଭିନବ ଉପାୟ। ବିଲକୁଲ। ଆଚ୍ଛା, ବୈଜ୍ଞାନିକ ଉଦ୍ଭାବନ କଥା ପଢ଼ିଛି ଯେତେବେଳେ, ମୁଁ ଉଦ୍ଭିଦ ବିଜ୍ଞାନର ଗୋଟିଏ ସାଧାରଣ କିନ୍ତୁ ବହୁତ ମଜାଦାର ପ୍ରକ୍ରିୟା ବିଷୟରେ କହିବାକୁ ଚାହୁଁଛି। କେବେ ଲକ୍ଷ୍ୟ କରିଛନ୍ତି ଯେ ଗଛଗୁଡ଼ିକ ସୂର୍ଯ୍ୟକିରଣ ପଡ଼ୁଥିବା ଦିଗରେ କାହିଁକି ଅଧିକ ଫୁଲ ଆଉ ଫଳ ଦେଇଥାନ୍ତି? ବୋଧହୁଏ ସେପଟେ ଖରା ଅଧିକ ପାଆନ୍ତି ବୋଲି। ହଁ, କିନ୍ତୁ ଏହାର ଭିତର ପ୍ରକ୍ରିୟାଟି ହେଉଛି ଗଛ ନିଜ ଶକ୍ତିକୁ ଏକ ବ୍ୟାଙ୍କ ଆକାଉଣ୍ଟ ଭଳି ସଞ୍ଚୟ କରେ। ସୂର୍ଯ୍ୟାଲୋକ ପଡ଼ୁଥିବା ପତ୍ରଗୁଡ଼ିକ ଅଧିକ ପରିମାଣରେ ଖାଦ୍ୟ ପ୍ରସ୍ତୁତ କରନ୍ତି ଏବଂ ଶକ୍ତି ସଞ୍ଚୟ କରନ୍ତି। ତାପରେ ସେମାନେ ଗଛ ଭିତରେ ଏକ ସିଗ୍ନାଲିଂ ବା ସଂକେତ ପ୍ରକ୍ରିୟା ମାଧ୍ୟମରେ ପାଖରେ ଥିବା କଢ଼ଗୁଡ଼ିକୁ କହନ୍ତି ଯେ ଆମ ପାଖରେ ଯଥେଷ୍ଟ ଶକ୍ତି ଅଛି, ତୁମେ ଏବେ ଫୁଲ ବା ଫଳରେ ପରିଣତ ହୋଇପାରିବ। ଆଉ ଯେଉଁ ପତ୍ରଗୁଡ଼ିକ ଛାଇରେ ଥାନ୍ତି? ଛାଇ ଜାଗାରେ ଥିବା ପତ୍ରଗୁଡ଼ିକ ନିଜ ପାଖରେ ଥିବା ସୀମିତ ଶକ୍ତିକୁ କେବଳ ନିଜେ ବଞ୍ଚିବା ପାଇଁ ଏବଂ ଆଲୋକ ଆଡ଼କୁ ଡେଙ୍ଗା ହୋଇ ବଢ଼ିବା ପାଇଁ ଖର୍ଚ୍ଚ କରନ୍ତି। ଏହା ଏକ ଚମତ୍କାର ଉଦାହରଣ। ଗଛଟିଏ ମଧ୍ୟ ନିଜ ପରିବେଶକୁ ଦେଖି କିପରି ରଣନୀତି ପ୍ରସ୍ତୁତ କରୁଛି। ପ୍ରକୃତିର ଏହି ଛୋଟ ଛୋଟ କଥାଗୁଡ଼ିକକୁ ବୁଝିଲେ ଜଣାପଡ଼େ ଯେ ପ୍ରତ୍ୟେକ ଜୀବ ପାଖରେ ବଞ୍ଚିବାର ଏକ ସ୍ୱତନ୍ତ୍ର କଳା ରହିଛି।
ଆମ ଆଖପାଖରେ ଥିବା ପ୍ରକୃତିଠାରୁ ଆରମ୍ଭ କରି ବିଶାଳ ଗାଲାକ୍ସି ଏବଂ ଅତ୍ୟାଧୁନିକ ଟେକ୍ନୋଲୋଜି ପର୍ଯ୍ୟନ୍ତ ସବୁଠି ଏମିତି ଅନେକ ରହସ୍ୟ ଲୁଚି ରହିଛି। ଯାହାକୁ ବୁଝିବାକୁ ଚେଷ୍ଟା କଲେ ଆମର ଦୃଷ୍ଟିକୋଣ ନିଶ୍ଚିତ ଭାବେ ପ୍ରସାରିତ ହୁଏ। କେବଳ ଦୈନନ୍ଦିନ ସମସ୍ୟା ଭିତରେ ବୁଡ଼ି ନ ରହି ଏହିଭଳି ବିଷୟଗୁଡ଼ିକୁ ଚିନ୍ତା କରିବା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଉପାଦେୟ। ଏକଦମ ଠିକ୍ କହିଲେ। ତେବେ ଏସବୁର ଅର୍ଥ କ'ଣ? ଆମେ ଆଜି ଯାହା ବି ଆଲୋଚନା କଲେ ତାହାର ସାରାଂଶ ଖୁବ୍ କମ୍ ଶବ୍ଦରେ କହିବାକୁ ଗଲେ ଗୋଟିଏ କଥା ସ୍ପଷ୍ଟ ହେଉଛି। ପରିବର୍ତ୍ତନ ଏବଂ ପାରସ୍ପରିକ ନିର୍ଭରଶୀଳତା ହିଁ ଏକମାତ୍ର ବାସ୍ତବତା। ହଁ, ଆମର ସ୍ଥାନୀୟ ପାଣିପାଗ କିପରି ବିଶ୍ୱସ୍ତରୀୟ ନୀତି ଏବଂ ଦେଶମାନଙ୍କର କାର୍ବନ ନିର୍ଗମନ ଖେଳ ସହ ଜଡ଼ିତ ତାହା ଆମେ ଦେଖିଲେ। ଭାରତର ଆଗାମୀ ନିର୍ବାଚନ ମାହୋଲ ଉପରେ ଆନ୍ତର୍ଜାତୀୟ ବାଣିଜ୍ୟ ଅସ୍ଥିରତା ଓ ଯୁଦ୍ଧ ପରିସ୍ଥିତି କିପରି ଚାପ ପକାଇବ ତାହା ମଧ୍ୟ ଆଲୋଚନା କଲେ। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆମ ଓଡ଼ିଶାର ବିକାଶ ଚିତ୍ର, ଯେଉଁଠି ଆମେ ଏଆଇ ଭଳି ଉନ୍ନତ ଭବିଷ୍ୟତର ସ୍ୱପ୍ନ ଦେଖୁଛୁ, କିନ୍ତୁ ସେହି ସମୟରେ ହଜାର ହଜାର ଅଙ୍ଗନବାଡ଼ି ପିଲାଙ୍କ ମୁଣ୍ଡ ଉପରେ ଛାତ ନାହିଁ। ଏସବୁ ଗୋଟିଏ ବୃହତ୍ତର କାହାଣୀର ବିଭିନ୍ନ ଅଧ୍ୟାୟ। ଆଉ ଏହିସବୁ ଆହ୍ୱାନ ଭିତରେ ମହାକାଶର ରହସ୍ୟ, କ୍ରୀଡ଼ା ଜଗତର ଉତ୍କର୍ଷତା ଏବଂ ମାଇକ୍ରୋସଫ୍ଟର ନୂଆ କାଚ ଷ୍ଟୋରେଜ୍ ଭଳି ଉଦ୍ଭାବନା ଆମକୁ ଏକ ନୂଆ ଆଶା ଦେଉଛି। ଘଟଣାଗୁଡ଼ିକ ମଧ୍ୟରେ ଥିବା ଏହି ଲୁଚି ରହିଥିବା ସମ୍ପର୍କକୁ ବୁଝିବା ହିଁ ପ୍ରକୃତ ଜ୍ଞାନ। ବିଲକୁଲ। ତେବେ ଆଜିର ଏହି ଆଲୋଚନାକୁ ଶେଷ କରିବା ପୂର୍ବରୁ ମୁଁ ଏକ ଦାର୍ଶନିକ ତଥା ଚିନ୍ତାଜନକ ପ୍ରଶ୍ନ ଉଠାଇବାକୁ ଚାହୁଁଛି। କୁହନ୍ତୁ। କିଛି ସମୟ ପୂର୍ବରୁ ଆମେ ଆଲୋଚନା କରୁଥିଲେ ଯେ ମାଇକ୍ରୋସଫ୍ଟର ନୂଆ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ କୌଣସି ତଥ୍ୟକୁ ଏକ କାଚଖଣ୍ଡରେ 10,000 ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ରଖାଯାଇପାରିବ। ହଁ, ସେଇଟା। ଏବେ ଟିକେ ଗଭୀର ଭାବେ ବିଚାର କରାଯାଉ। ଆଜି ଆମେ ବଞ୍ଚୁଥିବା ଏହି ଦୁନିଆରେ, ଯେଉଁଠି ଜଳବାୟୁ ପରିବର୍ତ୍ତନର ଭୟ ରହିଛି, ଦେଶ ଦେଶ ମଧ୍ୟରେ ଯୁଦ୍ଧ ଓ ଅସ୍ଥିରତା ଲାଗି ରହିଛି, ଆଉ ଅନ୍ୟପଟେ ଟେକ୍ନୋଲୋଜି ଆକାଶ ଛୁଉଁଛି। ଯଦି ଆମକୁ କେବଳ ଗୋଟିଏ ବାର୍ତ୍ତା ବା ତଥ୍ୟକୁ 10,000 ବର୍ଷ ପରେ ଆସିବାକୁ ଥିବା ଭବିଷ୍ୟତର ଏକ ନୂତନ ସଭ୍ୟତା ପାଇଁ ସେହି କାଚଖଣ୍ଡରେ ସାଇତି ରଖିବାର ସୁଯୋଗ ମିଳେ, ତେବେ ସେହି ଗୋଟିଏ ବାର୍ତ୍ତା କ'ଣ ହେବା ଉଚିତ? ଓହୋ। କ'ଣ ଆମେ ଆମର ଭୁଲରୁ ଶିଖିଥିବା କିଛି ପାଠ ସେମାନଙ୍କୁ ଦେବା, ନା ଆମ ସାହିତ୍ୟ, ବିଜ୍ଞାନ ଓ ସଫଳତାର ସବୁଠୁ ସୁନ୍ଦର କାହାଣୀ ଛାଡ଼ିଯିବା? ଏହା ପ୍ରକୃତିରେ ଏକ ଗଭୀର ପ୍ରଶ୍ନ। ସେହି ଗୋଟିଏ ଅମୂଲ୍ୟ ବାର୍ତ୍ତା କ'ଣ ହୋଇପାରେ ତାହା ନିଜେ ଭାବିବାକୁ ପଡ଼ିବ। ନିଜ ଚାରିପାଖରେ ଘଟୁଥିବା ପ୍ରତ୍ୟେକଟି ଛୋଟ ବଡ଼ ଘଟଣାକୁ ଏହିଭଳି ଏକ ଭିନ୍ନ ଦୃଷ୍ଟିକୋଣରେ ଦେଖିବା ଏବଂ ପ୍ରଶ୍ନ ପଚାରିବା ଜାରି ରଖିବା ନିହାତି ଆବଶ୍ୟକ। ଆଜିର ଏହି ଗଭୀର ଆଲୋଚନାରେ ସାମିଲ ହୋଇଥିବାରୁ ଅନେକ କୃତଜ୍ଞତା। ଏହିଭଳି କିଛି ନୂଆ ତଥ୍ୟ, ଆଶ୍ଚର୍ଯ୍ୟଜନକ ଖବର ଓ ସ୍ୱତନ୍ତ୍ର ଦୃଷ୍ଟିକୋଣ ନେଇ ଆଗକୁ ମଧ୍ୟ ବିଶ୍ଳେଷଣ ଜାରି ରହିବ। ସେ ପର୍ଯ୍ୟନ୍ତ ନୂଆ ଜ୍ଞାନର ଅନ୍ୱେଷଣ କରୁଥାନ୍ତୁ ଆଉ ଶିଖୁଥାନ୍ତୁ।